ମା ଆମେ ଆଜି ଆଲୋଚନା ଆରମ୍ଭ କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 364 365। ଜ୍ଞାନ 364 ରେ ପ୍ରଭୁ କହୁଛନ୍ତି, ନିୟମକୁ ସାର କରି ଧରିଥିବା ରୂଢିବାଦୀ ମାନେ ଏଇଟା ମୋ ଶାସ୍ତ୍ର ଅନୁସାରେ ବା ମୋ ବିଜ୍ଞାନ ଅନୁସାରେ ତିଆରି ହୋଇନାହିଁ ବୋଲି କହନ୍ତି। ହେ ନିର୍ବୋଧ ମାନେ, ପରମେଶ୍ୱର କଣ କେବଳ ଖଣ୍ଡେ ବହି ହୋଇଛନ୍ତି ଯେ କେବଳ ସେଥିରେ ଯେତିକି ଲେଖା ହୋଇ ରହିଥିବ ସେତିକି ବ୍ୟତୀତ ଆଉ କିଛି ହେଲେ ସତ୍ୟ ହେବ ନାହିଁ ବା ଭଲ ହେବ ନାହିଁ? କଣ କହିଲେ? ନିୟମକୁ ସାର କରି ଧରିଥିବା ରୂଢିବାଦୀ ମାନେ ଏଇଟା ମୋ ଶାସ୍ତ୍ର ଅନୁସାରେ ବା ମୋ ବିଜ୍ଞାନ ଅନୁସାରେ ତିଆରି ହୋଇନାହିଁ ବୋଲି କହନ୍ତି। ଆପଣ ଯୋଉମାନେ ବି ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ତପସ୍ୟା ଆଚରଣ କରିଛନ୍ତି, ପ୍ରୟାସ କରିଛନ୍ତି, ଭଗବାନଙ୍କୁ ପ୍ରାପ୍ତ ହେଇଛନ୍ତି, ପ୍ରତ୍ୟେକ ବ୍ୟକ୍ତିର ମାର୍ଗ ଭିନ୍ନ। କାହିଁକିନା ସିଏ ଯୋଉଭଳି ଭାବରେ ଭଗବାନଙ୍କୁ ପାଇଛି, ସିଏ ଭାବେ ଯେ ଏଇଟା ହିଁ ହଉଛି ଧାରା, ଆଉ ଏଇଭଳି କଲେ ଭଗବାନଙ୍କୁ ମିଳିବ। ଆପଣ କିନ୍ତୁ ଇତିହାସ ଦେଖନ୍ତୁ, କିଏ ସେ ଏକ ଗୁଡିକ ହେଇ ଠିଆ ହେଇ ଭଗବାନ ଡାକିଛି, କିଏ ପାଣି ଭିତରେ ପଶିକି ଡାକିଛି, କିଏ ନାମ ଜପ କରିଛି କେବଳ, କିଏ ଚାରିପଟେ ନିଆଁ ଜଳେଇକିରି କରିଛି। ଏମିତି ଭିନ୍ନ ଭିନ୍ନ ଭାବରେ ବ୍ୟକ୍ତି ଭଗବାନଙ୍କୁ ପ୍ରାପ୍ତ କରିଛି, ଏବଂ ଯୋଉଭଳି ଭାବରେ ସେ ପ୍ରାପ୍ତ କରିଛି, ସିଏ କଣ କରେ? ସିଏ କହେ ଏଇଟା ହିଁ ହଉଛି ତାର ମାର୍ଗ। ତାପରେ ସିଏ ସେଇଟାକୁ ଶାସ୍ତ୍ର ଆକାରରେ, ନୀତି ନିୟମ ଆକାରରେ ଅନ୍ୟମାନଙ୍କୁ ବାଧ୍ୟ କରେ। ଇଏ ହେଲା ଗୋଟିଏ କଥା। ଦ୍ଵିତୀୟ କଥା ଦେଖିବେ ଯେ ଧୀରେ ଧୀରେ ମଣିଷ କଣ କରେ? ଅନ୍ୟାନ୍ୟ ତାର ମାନସିକ ଚିନ୍ତାଧାରାକୁ ନେଇ ସେ ଗୋଟେ ନୀତି ନିୟମ ତିଆରି କରିଦିଏ ଏବଂ କହେ ଭଗବାନ ଏଇଭଳି ହିଁ ହେବେ, ଏବଂ ଏଇଟା ବ୍ୟତିରକ ଯାହା ଅନ୍ୟ ରହିଛି ସେଗୁଡାକ ଭଗବାନ ନୁହନ୍ତି। ସେଗୁଡାକ କହନ୍ତି ଯେ ଇଏ ଭଗବାନଙ୍କ ଦିଗରେ ନେଇଯିବ ନାହିଁ। ଯଦି ଏଇଠି ଖାଲି ଗୋଟେ ଦେଖିବା, ଆମେ ସେ ଯୋଉ କାହାଣୀଟି ମନେ ପକେଇବା, ଜଣେ ପୁରୋହିତ ଯିଏ କି ପୂଜା ଅର୍ଚ୍ଚନା କରୁଥିଲେ, ସେ ଯେତେବେଳେ ଯୋଉଠି ପୂଜାର୍ଚ୍ଚନା କରିବାକୁ ଯାଆନ୍ତି, ତାଙ୍କ ସାଙ୍ଗରେ ତାଙ୍କ ପୋଷା ବିଲେଇଟି ସବୁବେଳେ ଯାଏ। ଏବଂ ବିଲେଇ ଟିକେ ହଇରାଣ କରେ ବୋଲି ସେ କଣ କରନ୍ତି ନା ତାକୁ ଗୋଟେ ଟୋକେଇରେ ଘୋଡେଇ ଦିଅନ୍ତି। ଯେତେବେଳେ ସିଏ ଶରୀର ତ୍ୟାଗ କଲେ ଏବଂ ତାପରେ ତାଙ୍କ ପୁଅ ସେଇ ପୁରୋହିତ କାର୍ଯ୍ୟ ସମ୍ଭାଳିଲେ, ସେତେବେଳେ ସିଏ ଯେହେତୁ ଦେଖି ଆସିଛନ୍ତି ବାପା ସବୁବେଳେ ବିଲେଇକୁ ଘୋଡେଇ ଦଉଛନ୍ତି, ତେଣୁ ସିଏ ଭାବିଲା ଏଇଟା ହଉଛି ନିୟମ। ଏଇଟା ହଉଛି ନିୟମ। ଯେତେବେଳେ ପୂଜା କରିବ ପାଖରେ ଗୋଟେ ବିଲେଇକୁ ଏଇଭଳିଆ ଟୋକେଇରେ ଘୋଡେଇବି। ଯଦି ମୋ ଶାସ୍ତ୍ର ଅନୁସାରେ, ମୋ ବିଜ୍ଞାନ ଅନୁସାରେ, ମୋର ଯୋଉ ଧାରଣା ରହିଛି ତା ଅନୁସାରେ ହେଇନାହିଁ, ତେବେ ଆମେ କହୁ ଏଇଟା ଈଶ୍ୱରୀୟ ନୁହେଁ, ଏଇଟା ପାପ ଇତ୍ୟାଦି ଇତ୍ୟାଦି। ତେଣୁ ଏଠି ପ୍ରଭୁ ସେଥିପାଇଁ କହୁଛନ୍ତି, ହେ ନିର୍ବୋଧ ମାନେ, ପରମେଶ୍ୱର କଣ କେବଳ ଖଣ୍ଡେ ବହି ହୋଇଛନ୍ତି ଯେ କେବଳ ସେଥିରେ ଯେତିକି ଲେଖା ହୋଇ ରହିଥିବ ସେତିକି ବ୍ୟତୀତ ଆଉ କିଛି ହେଲେ ସତ୍ୟ ହେବ ନାହିଁ ବା ଭଲ ହେବ ନାହିଁ? ସେଥିପାଇଁ ଆମେ ଶ୍ରୀନଙ୍କର ଲେଖା ଗୁଡିକ ଦେଖିବେ ଏବଂ ତାହା କେତେ ବିଜ୍ଞାନ ସମ୍ମତ ବି ଦୃଷ୍ଟିକୋଣରୁ ଦେଖିବେ। କାହିଁକି ଆକ୍ଚୁଆଲି ବିଜ୍ଞାନ ଦ୍ଵାରା ସେ ସୀମାବଦ୍ଧ ନୁହେଁ, ବିଜ୍ଞାନ ଠାରୁ ବହୁତ ଉର୍ଦ୍ଧ୍ୱକୁ ଯିବ। କିନ୍ତୁ ତଥାକଥିତ ଯେହେତୁ ଯୋଉମାନେ ଯୁକ୍ତିଯୁକ୍ତ ଏବଂ ବିଜ୍ଞାନଗତ ବୋଲି ଭାବନ୍ତି, ସେଥିରେ ଦେଖିବେ ଈଶ୍ୱର ଯେତେ ଗୁଡେ ସୃଷ୍ଟି କରି ସାରିଛନ୍ତି, ସେ ସମ୍ପର୍କରେ କୌଣସି ମନୁଷ୍ୟ ପୂର୍ଣ୍ଣ ଭାବେ ସଚେତନ ହେଇନାହିଁ। ଯେତିକି ଯେତିକି ସେ ସଚେତନ ହଉଛି,
ସେତିକି ସେତିକି ସେ କହୁଛି ଇଏ ହଉଛି ନୂତନ ନୂତନ ତଥ୍ୟ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବି ମାନେ ପରମେଶ୍ୱର ଯେତିକି ସୃଷ୍ଟି କରିଛନ୍ତି ତାକୁ ଏ ମଣିଷ ଆବିଷ୍କାର କରିପାରି ନାହିଁ। ତେଣୁ ତା ପାଇଁ ସବୁବେଳେ ସବୁ ଘଟଣା ନୂଆ ଏକ ଆବିଷ୍କାର, ନୂଆ ଏକ ସତ୍ୟକୁ ଉଦ୍ଘାଟନ କରୁଛି। ତେବେ ଯଦି ସାଧାରଣ ଭାବରେ ଦେଖିବେ, କାଲି ଯାହା ସତ୍ୟ ଥିଲା ଆଜି ତାହା ସତ୍ୟ ହେଇକି ରହିନାହିଁ। ଇଏ ଗଲା ମୁଁ କହୁଛି ସାଧାରଣ ସ୍ତରରେ। ଯେତେବେଳେ ଜଣେ ଆଧ୍ୟାତ୍ମିକ ସ୍ତରରେ ବି ଯଦି ଅଗ୍ରଗତି କରେ, ସିଏ ଆଜି ଯୋଉଟା ତାକୁ ଲାଗୁଛି ସତ୍ୟ ଶାଶ୍ୱତ, ଯେତେବେଳେ ଆଉ ଟିକେ ଉଚ୍ଚତର ଚେତନାକୁ ସେ ଚାଲିଯିବ, ସେତେବେଳେ ତାକୁ ସେଇଟା ଲାଗିବ ସତ୍ୟ ଏବଂ ଶାଶ୍ୱତ। ତେଣୁ ସେଇଥିପାଇଁ କୁହାଯାଏ ସତ୍ୟ ସବୁବେଳେ ପରିବର୍ତ୍ତନୀୟ। ସତ୍ୟ କେବଳ ଏଇଟା କେବେ ଫାଇନାଲ ଟ୍ରୁଥ ନାହିଁ। କାହିଁକିନା ଯେତେବେଳେ ଆମେ ସେଇ ସ୍ତରକୁ ଯାଇ ପହଞ୍ଚିବା, ସେତେବେଳେ ଆଉ ଏକ ସତ୍ୟ ଆମ ପାଖରେ ଉଦ୍ଘାଟିତ ହବ। ଯେମିତି କୁହାଯାଏ ଯେ ବିଦ୍ୟା ଅର୍ଜନର ସୀମା ନାହିଁ। ଆପଣ ଆରମ୍ଭ କରିବେ ଶବ୍ଦ ଅକ୍ଷର ଭାଷା ଶିଖିବାରେ, ତାପରେ ପୁଣି ନୂତନ ନୂତନ ଆସିବ। କଥାରେ ଯଦି ଆମେ କହିବା, ବିଦ୍ୟାଳୟର ଢାଞ୍ଚାରେ ବି କହିବା, ନର୍ସରୀ ପରେ କେଜି ରହିଛି, KG1 KG2 ମଣ୍ଟେସରୀ ଯୋଉ ସବୁ ଥାଏ ବି, LKG ହଉ UKG ହଉ, ଷ୍ଟାଣ୍ଡାର୍ଡ 1 2 3 4 ଏମିତି ଚାଲିଛି PG PhD। ଯେତେ ଜଣ ରିସର୍ଚ୍ଚ ବି କରନ୍ତି, ରିସର୍ଚ୍ଚରେ ବି ସୀମା ନାହିଁ। ପ୍ରତ୍ୟେକ ସମୟରେ ସେ ଅନୁଭବ କରନ୍ତି ନୂତନ ତଥ୍ୟ ଆହୁରି ଆବିଷ୍କାର କରିବାର ବାକି ରହିଥାଏ। ତେଣୁ ଆମେ ଯୋଉ କେମିତି କହିଦେଇ ପାରିବା, ଆମେ ଯେତେବେଳେ ସାଧାରଣ ଚେତନାରେ ଦେଖୁଛୁ ଯେ ଗୋଟେ ସୀମା ନାହିଁ, ସେତେବେଳେ ପରମେଶ୍ୱର ଏଇଭଳିଆ, ଏମିତି ନ କଲେ ତାହା ଭଗବାନଙ୍କର କାର୍ଯ୍ୟ ନୁହେଁ, ତାହା ଭଗବାନଙ୍କର ପରିପ୍ରକାଶ ନୁହେଁ, ଏଇ ବାଟରେ ଗଲେ ହିଁ କେବଳ ଭଗବାନ ମିଳନ୍ତି। ଯେମିତି କେତେକ ପରମ୍ପରାରେ ରଖୁଛନ୍ତି, ସେମାନେ କହୁଛନ୍ତି ଯଦି ସେଥିପାଇଁ ରୁଢିବାଦୀ ଶବ୍ଦ ବ୍ୟବହାର କରାଯାଉଛି, କଠୋରପନ୍ଥୀ ବୋଲି ବି କୁହାଯାଏ। ସେମାନେ କୁହନ୍ତି ଯେ ଯଦି ତମେ ଆମରି ଏଇ ନିୟମ ପାଳନ କରୁନାହଁ, ତେବେ ତମେ ସବୁ ବିଧର୍ମୀ। କେତେଟା ଜାଗାରେ ତ କହନ୍ତି ସେମାନେ ହଉଛନ୍ତି କାଫେର, ତାଙ୍କୁ ହତ୍ୟା କର। ଏଇ ପ୍ରକାରର ଯୋଉ ମାନସିକତା, ତାହା ହେଉଛି ସମ୍ପୂର୍ଣ୍ଣ ଭାବରେ ନିମ୍ନ ପ୍ରାଣର, ନିମ୍ନ ମନର ଦ୍ଵାରା ପରିଚାଳିତ ହେଉଥିବା ବ୍ୟକ୍ତି ମାନଙ୍କର ନିଜସ୍ୱ ଶାସ୍ତ୍ର, ନିଜସ୍ୱ ବିଜ୍ଞାନ, ଯୋଉଟା କି ପରମେଶ୍ୱରଙ୍କ ସହିତ କୌଣସି ସମ୍ପର୍କ ନାହିଁ। କାହିଁକି ନା ପରମେଶ୍ୱରଙ୍କର ବିଶ୍ୱ ଏବଂ ବିଭିନ୍ନତା, ଇଏ ଯେତେ ପରିପ୍ରକାଶ ରହିଛି, ତାହା ସମ୍ପର୍କରେ ଏମାନଙ୍କର ଟିକେ ବି ଧାରଣା ନାହିଁ। ତେଣୁ ଆମେ ସତର୍କ ରହିବା, ସଚେତନ ରହିବା। କେବେ ବି ଆମେ କୌଣସି ଭିତରେ ସୀମିତ ରହିବା ନାହିଁ। ଏବଂ ଯୋଉ କେତେ ଜଣ ବ୍ୟକ୍ତି କହନ୍ତି ଯେ ଭଗବାନ ଏମିତି ଯୋଉ କଲେ ଠିକ କଲେନି, ଏମିତି କରିଥିଲେ ଏମିତି ହେଇଥାନ୍ତା, ସେୟା ହେଇଥାନ୍ତା। ଥରେ ଶ୍ରୀଅନ୍ନଙ୍କୁ ବି ଜଣେ କିଏ ଏମିତି ପ୍ରଶ୍ନ କରିଥିଲେ, ପ୍ରଭୁ ହସିଲେ, କହିଲେ ନା ତମେ ଯାହା କହୁଛ ଆକ୍ଚୁଆଲି ଠିକ, କିନ୍ତୁ କଥା କଣ କି ଭଗବାନ ଯେତେବେଳେ ସୃଷ୍ଟି କଲେ, ସେତେବେଳେ ତମେ ସୃଷ୍ଟି ହେଇନଥିଲ। ତମେ କାହାକୁ ଆଉ ପଚାରିକି କରିଥାନ୍ତେ? ନା ଭଗବାନ ହିଁ ଆମକୁ ସୃଷ୍ଟି କରିଛନ୍ତି। ତେଣୁ ଇଏ ଆମର ଏକ ସୀମିତତାର ସୂଚନା ଦିଏ। ତେଣୁ ଆମେ ସତର୍କ ରହିବା। ଜ୍ଞାନ 365। ପ୍ରଭୁ ଲେଖୁଛନ୍ତି, ପରମେଶ୍ୱର ମୋତେ କହୁଛନ୍ତି, ହେ ମୋର ଭୃତ୍ୟ, ଏହା ହିଁ ହେଉଛି ମୋର ଇଚ୍ଛା। ସିଏ ମୋତେ କହୁଥିବା ଏହି ବାଣୀଟି ଦ୍ଵାରା ପରିଚାଳିତ ହୋଇ ବାଟ ଚାଲିବି, ନା ଦୀର୍ଘ କାଳରୁ ଏହି ସଂସାରରୁ ବିଦାୟ ନେଇ ଚାଲି ଯାଇଥିବା ମଣିଷ ମାନଙ୍କ ଦ୍ଵାରା ଲିଖିତ ନିୟମ ଗୁଡିକ ଅନୁସାରେ ବାଟ ଚାଲିବି? ନାଇଁ, ଯଦି ମୋତେ କାହାକୁ ଭୟ କରିବାକୁ ଓ କାହାରି ବୋଲ ମାନିବାକୁ ହୁଏ, ତେବେ ମୁଁ ବରଂ ପରମେଶ୍ୱରଙ୍କର ବୋଲ ମାନିବି ଓ ତାହାଙ୍କୁ ହିଁ ଭୟ କରିବି। କୌଣସି ପୁସ୍ତକର ପୃଷ୍ଠା ଗୁଡିକୁ ଅଥବା କୌଣସି ପଣ୍ଡିତଙ୍କର ଭୃକୁଟିକୁ କଦାପି ଭୟ କରିବି ନାହିଁ କିମ୍ବା ମାନିବି ନାହିଁ। ଏଇ ଯୋଉ କାରିକାରେ ପ୍ରଭୁ କହୁଛନ୍ତି ଯେ ପରମେଶ୍ୱର ମୋତେ କହୁଛନ୍ତି, ତାମାନେ ଯୋଉ ବ୍ୟକ୍ତି ଭିତରେ ଏକ ଅନ୍ତର ପ୍ରେରଣା
ଜାଗ୍ରତ ହେଇଛି ଏବଂ ଅନ୍ତରରେ ଭଗବାନଙ୍କର ନିର୍ଦ୍ଦେଶ ତାକୁ ମିଳୁଛି, ତେବେ ସିଏ ତାରି ନିର୍ଦ୍ଦେଶକୁ ବା ତାଙ୍କରି ନିର୍ଦ୍ଦେଶକୁ ପାଳନ କରିବା ହେଉଛି ସର୍ବାଦୌ ସର୍ବୋତ୍ତମ। ସେଥିପାଇଁ କହୁଛନ୍ତି ଯେ ମୁଁ ତାଙ୍କ କଥା ମାନିବି ନା ଏଇ ଶାସ୍ତ୍ରରେ ଯାହା ଲେଖା ହେଇଛି ତାଙ୍କ କଥା ମାନିବି। ଏଠି ଯୋଉ କହୁଛନ୍ତି ମଣିଷ ମାନଙ୍କ ଦ୍ଵାରା ଲିଖିତ, ଯୋଉମାନେ ସଂସାରରୁ ବିଦାୟ ନେଇ ଚାଲି ଯାଇଛନ୍ତି ସେମାନଙ୍କ ଦ୍ଵାରା ଲିଖିତ ନିୟମ ଅନୁସାରେ ବାଟ ଚାଲୁ। ତାମାନେ ଯୋଉ ଶାସ୍ତ୍ର ପରମ୍ପରା ଯୋଉ କଥା କୁହାଯାଉଛି ମୁଁ ସେଇ ଅନୁସାରେ ପରିଚାଳିତ ହେବି ନା ମୋ ଅନ୍ତରର ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେବି। ଏବଂ ଏଠି ଯୋଉ କହୁଛନ୍ତି ନାଇଁ ମୋତେ ଯଦି ଭୟ କରିବାକୁ ବା କାହାରି ବୋଲ ମାନିବାକୁ ହୁଏ, ଏଠି ଭୟ କରିବାକୁ ଅର୍ଥ ଏଠି କୁହାଯାଉନି ଯେ ଆମେ ଭୟ କରିବା ବୋଲି, ଫିୟର କୁ ତ ଆଲାଉ କରିବା ଏକଥା କୁହାହଉନି। ଏଠି କୁହାଯାଉଛି ଯଦି ମୁଁ ମାନିବି, ଯଦି ମୁଁ ଆଚରଣ କରିବି, କେବଳ ତାଙ୍କୁ ଆଚରଣ କରିବି, ତାଙ୍କରି କଥା ଶୁଣିବି। କାହିଁକି ଏମାନେ ଯୋଉ କହୁଛନ୍ତି ଏମିତି କଲେ ଏହା ହବ, ଯଦି ନ କରିବ ପାତକ ହବ। ହଁ, ନୀତି ନିୟମ ଦୃଷ୍ଟିରୁ, ସାମାଜିକ ଚଳଣି, ସାମାଜିକ ପରମ୍ପରା ଦୃଷ୍ଟିକୋଣରୁ କେତେ ଗୁଡିଏ ସାମୂହିକ କାର୍ଯ୍ୟରେ ଆବଶ୍ୟକ ମୁତାବକ କେତେ ଗୁଡେ ନୀତି ନିୟମ କରାଯାଇଛି, ତାକୁ ଗ୍ରହଣ କରିବା ଅଲଗା କଥା। ଏବଂ ଭଗବାନଙ୍କ ଦ୍ଵାରା ନିର୍ଦ୍ଦେଶ ପାଇ ସାରିଲା ପରେ ପରିଚାଳିତ ହେବା ବହୁତ ଫରକ। ତେଣୁ ମୁଁ ଶ୍ରେୟ ମନେ କରିବି ଭଗବାନଙ୍କ ଦ୍ଵାରା ପ୍ରଦର୍ଶିତ ବା ନିର୍ଦ୍ଦେଶିତ ମାର୍ଗରେ ଯିବା ପାଇଁ। ତେଣୁ ଏଠି ସେଥିପାଇଁ କହୁଛନ୍ତି କୌଣସି ପୁସ୍ତକର ପୃଷ୍ଠା ଗୁଡିକୁ ଅଥବା କୌଣସି ପଣ୍ଡିତଙ୍କର ଭ୍ରୁକୁଟିକୁ କଦାପି ଭୟ କରିବି ନାହିଁ କିମ୍ବା ମାନିବି ନାହିଁ। ଏଠି କେତେ ଗୁଡେ କାହାଣୀ ଆମେ ମନେ ପକେଇ ପାରିବା। ଯୋଉ ପିଲାଟି ସିଏ ଭୋକରେ କେବେ ରହିପାରେନି, ସେ ଆଶ୍ରମରେ ରହିଛି। ଗୁରୁଦେବ ପ୍ରଥମ ପଢିଲା ଏକାଦଶୀ, କହିଲେ ଆଜି ଏକାଦଶୀ, ଆଶ୍ରମରେ ଖାଦ୍ୟ ଆଜି ଦିଆଯିବ ନାହିଁ, ଉପବାସ ଆଜି ରହିବ। ଇଏ ତ ଖିଆ ରହିପାରିବ ନାହିଁ। କହିଲା ଗୁରୁଦେବ ଦେଖନ୍ତୁ ଆଜ୍ଞା, ଆପଣ ଖାଆନ୍ତୁ ନ ଖାଆନ୍ତୁ ମୁଁ କିନ୍ତୁ ଖାଇବି। ଆଶ୍ରମରେ କିଏ ଖାଉ ନ ଖାଉ, ଯେତେ ଗୁରୁଦେବ ବୁଝେଇଲେ ଆଜ୍ଞା କେହି ନ ଖାଆନ୍ତୁ ମୁଁ କିନ୍ତୁ ଖାଇବି। ସିଏ ଗୁରୁଦେବ କଣ କରିବେ? ଛୁଆଟା କହିଲା ଯଦି ମତେ ଆପଣ ଖାଇବାକୁ ନଦେବେ ତେବେ ମୁଁ ଆଶ୍ରମ ଛାଡି କୁଆଡେ ପଳେଇବି ଆଉ। ଏ କହିଲେ କଣ କରିବା କହ, ଆଶ୍ରମରେ ତ ଆଜି ନିୟମ ଏଇଆ। କହିଲେ ଠିକ ଅଛି ଆପଣଙ୍କ ନିୟମ ଆପଣଙ୍କ ପାଖରେ ରଖନ୍ତୁ, ମତେ ମତେ ଖାଇବାର ଅଛି। କହିଲା ତ ଠିକ ଅଛି, ଗୋଟେ କାମ କର, ତୁ ଆଶ୍ରମ ଭିତରେ ଆଉ ନ ଖାଇ ନେଇଯା, ବାହାରେ ଆଶ୍ରମ ବାହାରେ ରୋଷେଇ କରିବୁ ଆଉ ଖାଇବୁ। କିନ୍ତୁ ଦେଖ ଛାଡ ତୁ ଏକାଦଶୀ ନ ମାନିଲୁ ନାହିଁ, କିନ୍ତୁ ଯେତେବେଳେ ରୋଷେଇ ସରିବ ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ଆମେ ଯେପରି ଏଠି ଆଶ୍ରମରେ ପ୍ରଭୁଙ୍କ ପାଖରେ ସମର୍ପଣ କରୁଛନ୍ତି, ତେଣୁ ପ୍ରଭୁଙ୍କୁ ଆଗ ପ୍ରସାଦ ଲଗେଇକି ତାପରେ ତୁ ଖାଇବୁ, ଏତିକି ମୋ କଥା ରଖିବୁ। କହିଲା ଆଜ୍ଞା ଗୁରୁଦେବ ଏଇଟା ଆପଣ ନ କହିଥିଲେ ମୁଁ କରିଥାନ୍ତି ଆଉ। ଆପଣ ଯେତେବେଳେ କରନ୍ତି ଦିଅନ୍ତି ପ୍ରଭୁଙ୍କୁ ଖୁଆନ୍ତି, ଆଉ ମୁଁ ଖୁଆଇବି ନା। ଠିକ ଅଛି ଗଲା। ତାପରେ ସେ ଯେତେବେଳେ ରୋଷେଇବାସ କରି ଭଗବାନଙ୍କୁ ଡାକିଲା ଖାଇବାକୁ, ଭଗବାନ ଆସୁନାହାନ୍ତି। ଇଏ କହିଲା ଆରେ ହେ ଇଏ କି କଥାରେ, ଇଏ ଗୁରୁଦେବ ମତେ ଜାଣି ଶୁଣିକି ହରଡ଼ଘଣାରେ ପକେଇଲେ କିରେ। ଏପଟରେ କହିଛନ୍ତି ଭଗବାନଙ୍କୁ ପ୍ରସାଦ ଲଗେଇ ଖାଇବୁ, ଆରେ ମତେ ଭୋକ ହେଲାଣି, ଭଗବାନ ଆସୁନାହାନ୍ତି, ଆଉ ମୁଁ କେମିତି ଖାଇବି ଯେ? ଆଉ ଗୁରୁଦେବଙ୍କ କଥା ତ ଅମାନ୍ୟ କରିପାରିବିନି ନା। ଆଉ ସବୁଦିନ ଭଗବାନ ପୁଣି ଖାଇବା ପାଇଁ ଆସିବେ, ଯଦି ଯାଇକି ମତେ ମୁଁ କହିଦେବେ ଯେ ମୁଁ ଖାଇନାହିଁ, ମତେ ଖାଇବାକୁ ଦେଇନାହିଁ, ଆଉ ଖାଇଦେଲା ଗୁରୁଦେବ ମତେ ବିଦା କରିଦେବେ ଏମିତିରେ। ସେଠୁ ଅଡି ବସିଲା, ବିକଳ ହେଇକି ଡାକିଲା ହେ ପ୍ରଭୁ ତମେ ଆସ, ଖାଅ, ପ୍ରସାଦ ଗ୍ରହଣ କର। କାହିଁ ପ୍ରଭୁ ଆସିବେ, ଆସିଲେନି। ସେଉଠୁ କହିଲା ଆଉ ନା ଯାଉଛି ବୋଧେ ଗୁରୁଦେବ
ଯୋଉ ମନ୍ତ୍ର ଫନ୍ତ୍ର ଉଚ୍ଚାରଣ କରନ୍ତି ସେଇ ବାଟ ଦେଇ ଆସନ୍ତି। ଆଉ ମୁଁ ତ ମନ୍ତ୍ର ଜାଣିନି, ଆଉ ଡାକିବି କେମିତି ଠାକୁରଙ୍କୁ? ସେଇଠୁ ବିକଳ ହେଇକି କହିଲା ମନ୍ତ୍ର ଜାଣିନି, ଆସିଲେନି। ଲାଷ୍ଟକୁ ସେଇଠୁ ମୁଣ୍ଡ ବାଡେଇଲା ତାର। କହିଲା ଆଜି କହିଲା ହେ ପ୍ରଭୁ ତମେ ଆସ, ନହେଲେ ଆଜି ମୁଣ୍ଡ ପିଟି ମରିବି ଆଉ। ସେଠୁ ପ୍ରଭୁ ଆସି ପହଞ୍ଚିଲେ, ତାକୁ ଆଉଁସି ଦେଲେ, କହିଲେ କହ ଦେ କଣ ହେଲା କହ? ନା ଆଉ ଆପଣ ଖାଇଲେ ସିନା ମୁଁ ଖାଇବି। ଗୁରୁଦେବ କହିଲେ ଆଜ୍ଞା ଆପଣଙ୍କୁ ଆଗ ପ୍ରସାଦ ଲଗେଇବି, ଆପଣ ଆଗ ଖାଇସାରିଲା ପରେ ଯାଇ ମୁଁ ଖାଇବି। ନା ହଉ ଦେ, ଖାଉ ଖାଉ ସବୁ ଖାଇଦେଲି। କହିଲେ ଆରେ ମୋ ପାଇଁ କାହିଁ? ନା ତୁ ବା କହିଲୁ ଆଉ ମତେ ଭୋକ ଜୋର ଲାଗୁଥିଲା ମୁଁ ଖାଇଦେଲି। ନା ହେ ଏତେ ଡେରିରେ କାହିଁକି ଆସୁଥିଲ? ତମକୁ ଯଦି ସତରେ ଏତେ ଭୋକ ଲାଗୁଥିଲା ଡେରିରେ କାହିଁ ଆଉଥିଲ? ମୁଁ ଡାକିଲିଣି କେତେବେଳୁ, ଶୀଘ୍ର ଆସିଥିଲେ ଶୀଘ୍ର ଖାଇଥାନ୍ତେ। ହଉ ଛାଡ ଗଲା ଆଜି ଆଉ ମଣିଷ ଆଉ ଖାଇବ କଣ, ଚାଲ। ଆଉ ବିଚରା ଖାଇବାକୁ କିଛି ନାହିଁ, ଫେରିଲା। ତାର ସେଦିନ ଏକାଦଶୀ ହେଇଗଲା। ସେଇଠୁ ମୁହଁ ଶୁଖେଇକି ଆସିଲା, କିଛି କହିଲାନି ଗୁରୁଦେବଙ୍କୁ। ଆଉ ଗୁରୁଦେବ ଦେଖିଲେ ଯାହା ଯେମିତି ହଉଛି ହଉ, ବୋଧେ ପ୍ରଥମ ରୋଷେଇବାସ କରିଥିବ, ତେଣୁ ଟିକେ କଣ ହେଇଥିବ, ମୁହଁ ଶୁଖେଇଛି ହଉ ଗଲା। ତାପରେ ପୁଣି ତାପର ଥର ଯେତେବେଳେ ଏକାଦଶୀ ଆସିଲା, କହିଲା ଗୁରୁଦେବ ମତେ ଡବଲ ଦିଅ, ଏ ସିଙ୍ଗିଲ ହବ ନାହିଁ। ଗୁରୁଦେବ କହିଲେ ବୋଧେ ଜୋରରେ ଭୋକ ଲାଗୁଛି ଦେଇଦେଲି। ଗଲା ରୋଷେଇ କଲା, ପୁଣି ଡାକିଲା, ପ୍ରଭୁ ଆସିଲେ ସବୁ ଖାଇଦେଲେ। କହିଲା ଏଇଟା କେଡେ ପେଟୁଟା। ଆଉ ଏକ କଥାରେ କୁହନ୍ତି ଯେ ସେ ସେକେଣ୍ଡ ଟାଇମ ନିଜେ ନ ଆସିକି ସାଙ୍ଗରେ ଲକ୍ଷ୍ମଣଙ୍କୁ ଧରିକି ଆସିଛନ୍ତି। ସେଠୁ କହିଲେ ହଉ ତମେ ଆସିଲ ତାଙ୍କୁ କାହିଁ ନେଇକି ଆଇଲ? ଆଉ ତମେ ଦି ଜଣ ଆସିବ ବୋଲି ମତେ କହିବା କଥା ନୁହଁ। ଦି ଜଣ ଯାକ ସବୁ ଖାଇଦେଇ ଗଲେ। ତାପର ଥର ଆହୁରି ଅଧିକା ଆଣିଲା ଆଉ ଜଣଙ୍କର, ସେଦିନ 3 ଜଣ ଆସି ଖାଇଲେ, ସୀତା ପଳେଇ ଆସିଲେ। ତା ପରଦିନ ଏମିତି ହେଇ ହେଇ ମାନେ ଯେମିତି ମାନେ ଖାଦ୍ୟ ବଢି ବଢି ଚାଲିଲା। ଆ ଭାଗ କମିଗଲା। ସେଇଠୁ ଗୁରୁଦେବ ଆଶ୍ଚର୍ଯ୍ୟ ହେଲେ, କହିଲେ ଏତେ ଖାଇବା ନେଇକି କୁଆଡେ ଯାଉଛି? ତାପରେ ଗୁରୁଦେବ ଆସି ଦେଖିଲା ବେଳକୁ ଖାଦ୍ୟ ଇଏ ରୋଷେଇବାସ ସରିଲା ବେଳକୁ ପତ୍ର ବାଢି ଦେଲା, ସମସ୍ତଙ୍କୁ ଖାଇବା ବାଢୁଛି। କହିଲା ଖାଇବ ତ ଖାଇବ, ଏତେଟା ପତ୍ର କଣ ପକଉ? ସବୁ ଦେଇ ସାରି ଚୁପଚାପ ବସିଲା, କହିଲା ଖାଅ ଖାଅ। ତମେ ଖାଇସାରିଲେ ମୁଁ ଖାଇବି, ଗୁରୁଦେବ କହିଛନ୍ତି ଆଉ ଖାଅ ଆଗ ଖାଅ। ଖାଅ ଖାଅ। ଗୁରୁଦେବ କହିଲେ ଆରେ ମୋରି କଥା କହୁଛି, ଏପଟରେ କଣ ଏମିତି କଣ କହୁଛି ଖାଅ ଖାଅ? ତାପରେ ଦେଖିଲାକୁ ପତ୍ରରୁ ଖାଦ୍ୟ ସରିଯାଉଛି। ସବୁ ସରିଗଲା। ଏ ମୋ ପାଇଁ ରଖ। ଇଏ ସେଠୁ ମାନେ ଇଏ ଯୋଉ କଥା କହିଲା ଗୁରୁଦେବ ଦୌଡିକି ଆସୁଛନ୍ତି। ଆରେ ଇଏ ହଉଛି କଣ? ତାଙ୍କୁ କିଛି ଦେଖା ଯାଉନି। ଯେ ଏଠି ପୁରା ଲାଇନ ହେଇକିରି ବସିଛନ୍ତି ରାମ ଲକ୍ଷ୍ମଣ ସୀତା ହନୁମାନ ଦେବା ଦେବ ଗଣ ସବୁ ବସିଛନ୍ତି ଖାଉଛନ୍ତି, ସେ କଥା ସିଏ ତାଙ୍କୁ ଦେଖା ଯାଉନି କିଛି। ସେ କହୁଛନ୍ତି କଣ ଗୁରୁଦେବ ଆପଣ ଆସିଲେ ଭଲ କଲେ, ଆପଣଙ୍କର ଈଶ୍ୱରଙ୍କୁ କହିଲେ। ଆପଣ ଇଏ ଭଗବାନ ଇଏ କି ପ୍ରଭୁ ହେଇଛନ୍ତି ବିକଳିଆ ଭଳିଆ ସବୁଥର ନୂଆ ନୂଆ ଲୋକ ନେଇକି ଆସୁଛନ୍ତି, ଆଉ ମୋ ସବୁ ଖାଦ୍ୟ ଖାଇ ଦଉଛନ୍ତି। ନାଇଁ ଇଏ କିଛି ଦେଖିପାରୁନି, କହୁଛି ଆରେ ମତେ କିଛି ବୁଝା ଯାଉନି ମତେ କହ। ନା କଣ ଗୁରୁଦେବ ଆପଣ ଦେଖିପାରୁନାହାନ୍ତି, ହେଇପା ଏଇଠି ବସିଛନ୍ତି ପ୍ରଭୁ। ଏଇଠି ବା ବସିଛନ୍ତି ତାଙ୍କ ପାଖରେ ସେ ମା ଶୀତେ, ଏଇ ପୁରା ବସିଛନ୍ତି ଲକ୍ଷ୍ମଣ। ଗୁରୁଦେବଙ୍କୁ କିଛି ଦେଖାଯାଉନି, ଭୋ ଭୋ କରି ଗୁରୁଦେବ କାନ୍ଦୁଛନ୍ତି। ଇଏ ପିଲା ଆଶ୍ଚର୍ଯ୍ୟ। କଥା ହଉଛି ଯେ ନିୟମ ଅଛି ଠିକ ଅଛି, କିନ୍ତୁ ଯେତେବେଳେ ଅନ୍ତରର ଆଦେଶ ମତେ ମିଳୁଛି ସେତେବେଳେ ସେ ଲିଖିତ ନିୟମ ଠାରୁ ମତେ ଉର୍ଦ୍ଧ୍ୱକୁ ଉଠି ଯିବାକୁ ପଡିବ। ଏବଂ ଅନ୍ତରର ଆଦେଶକୁ ମତେ ମାନିବାକୁ ପଡିବ। ସେଥିପାଇଁ ଯୋଉ କୁହାଯାଏ ସରଳତା ଏବଂ ନିଷ୍କପଟତା ହୃଦୟର ସହିତ ଯେତେବେଳେ ଆମେ ଭଗବାନଙ୍କୁ ଆରାଧନା କରୁ ସିଏ ଆସନ୍ତି। ବହିର ମନ୍ତ୍ରରେ ବି ଉଚ୍ଚାରଣ କଲେ ଭଗବାନ ଆସନ୍ତି। କିନ୍ତୁ ଅନ୍ତରର ନିର୍ଦ୍ଦେଶ ଯେତେବେଳେ ସିଏ ଦଉଛନ୍ତି ନିଜେ, ତେବେ ଅନ୍ୟ ଜଣେ ମଣିଷ ଦ୍ଵାରା ଲିଖିତ ନିୟମକୁ ଆଉ କାହିଁକି ମାନିବି? କିନ୍ତୁ ଗୋଟେ ମିସକନସେପ୍ଟ ପୁଣି ଥରେ କହିବି,
ଯେ ଅନେକ ବ୍ୟକ୍ତି ଯଦି ଏହି ପ୍ରକାରର ଦ୍ୱାହି ଦେଇ ଆଧ୍ୟାତ୍ମିକତାର ସଂସ୍ପର୍ଶରେ ନ ଆସି ଏଇ ଯୋଉ ନୈତିକତାକୁ ଭାଙ୍ଗି ଦିଅନ୍ତି, ସେଗୁଡାକ ନ ମାନନ୍ତି, ତେବେ ପଥଭ୍ରଷ୍ଟ ହବା ବ୍ୟତିରେକ ଆଉ କିଛି ନଥାଏ। ଯୋଉ କେତେ ଜଣ ଥାନ୍ତି ବ୍ୟକ୍ତି, ଏଠି ଦେଖନ୍ତୁ ସେ ଯୋଉ ପିଲାଟିଏ ଯେତେବେଳେ ସରଳ ଭାବରେ ଡାକୁଛି, ସ୍ଵୟଂ ଈଶ୍ୱର ସ୍ଵୟଂ ଭଗବାନ ଆସି ପହଞ୍ଚୁଛନ୍ତି। କିନ୍ତୁ ଆଉ କିଛି ଅଛନ୍ତି ବ୍ୟକ୍ତି, ହଁ ଠାକୁର ଇଏ ପଥରକୁ ପୂଜିଦେଲେ ଠାକୁର ମିଳିବେ, ଗଛକୁ ପୂଜିଦେଲେ ଠାକୁର ମିଳିବେ। ତଥା କଥିତ କେତେ ଜଣ ଏ ରାଜନୈତିକ ଅଭିସନ୍ଧି ରଖି ହଉ, ଏଇ ଯୋଉ ଆମ୍ ଆଦମୀ ପାର୍ଟି ଯେତେବେଳେ ତିଆରି ହେଲା ତା ପୂର୍ବର ଘଟଣା, ସେଇ ତାଙ୍କରି ପାର୍ଟିର ବା ସେଇ ତାଙ୍କରି ସେଇ ବିଚାରଧାରାକୁ ସମର୍ଥନ କରୁଥିବା ଯୋଉ ଓକିଲ ପ୍ରଶାନ୍ତ ଭୂଷଣ ଏବଂ ଆଉ କିଛି ଜଣ ବ୍ୟକ୍ତି ପୁରା ମାନେ ବ୍ୟଭିଚାରର ଯେମିତି କଲା ଭଳିଆ ନିନ୍ଦା କରିବା, ଏବଂ ତା ଭିତରୁ କିଛି ତ ବ୍ୟକ୍ତି ଅତି ତଳୁ ଖସି ଯାଇକି କହୁଛନ୍ତି ଯଦି ପଥର ଉପରେ ଆମେ ମୂତ୍ର ବିସର୍ଜନ କରିବୁ, ସିଏ ଆସି ରକ୍ଷା କରିବେ, ନିଜକୁ ରକ୍ଷା କରିବେ। ଏଇ ପ୍ରକାରର ଚରମ ସୀମାକୁ ଚାଲି ଯାଆନ୍ତି ସେଇମାନେ ଯୋଉମାନେ ଅତି ଅ ନା ତାଙ୍କର ମନ ବିକଶିତ ହେଇଛି, ନା ତାଙ୍କର ପ୍ରାଣ ବିକଶିତ ହେଇଛି, କିଛି ବି ନାହିଁ। ନିମ୍ନ ପ୍ରାଣ ନିମ୍ନ ମନର ଅତି ଘୃଣ୍ୟ ସ୍ତରରେ ସେମାନେ ପଶୁ ପ୍ରବୃତ୍ତି ଦ୍ଵାରା ପରିଚୟ ଦଉଥାନ୍ତି, ତେଣୁ ସେମାନେ ଜାଣିପାରନ୍ତି ନାହିଁ। ତଥା କଥିତ ତଥ୍ୟଗତ ନଲେଜରେ ସେମାନେ ଇଣ୍ଟେଲେକ୍ଚୁଆଲ ପର୍ସନ କହିପାରନ୍ତି, କିନ୍ତୁ ସେମାନଙ୍କର ଏଇ ଜ୍ଞାନ ବି ନଥାଏ। ତେଣୁ ସେ ପ୍ରକାରର ମିସକନସେପ୍ଟ ନେଇକି କେବେ ବଞ୍ଚିବେ ନାହିଁ। ଯେ ପର୍ଯ୍ୟନ୍ତ ଆଧ୍ୟାତ୍ମିକ ଶୃଙ୍ଖଳା ଦ୍ଵାରା ନିଜକୁ ପରିଚାଳିତ କରିନାହାନ୍ତି, ସେ ପର୍ଯ୍ୟନ୍ତ ବାହ୍ୟ ଶୃଙ୍ଖଳା ଦ୍ଵାରା ପରିଚାଳିତ ନିଶ୍ଚୟ ହେବେ। ଯେ ପର୍ଯ୍ୟନ୍ତ ଆଧ୍ୟାତ୍ମିକତାର ସଂସ୍ପର୍ଶରେ ଆସିନାହାନ୍ତି, ତା ପୂର୍ବ ପର୍ଯ୍ୟନ୍ତ ନୀତିଗତ ବା ନୈତିକ ନିୟମକୁ ମାନିବେ। ଯେତେବେଳେ ଚେତନାର ଉର୍ଦ୍ଧ୍ୱ ସ୍ତରକୁ ମୁଁ ଯିବା ପାଇଁ ପ୍ରୟାସ କରିବି, ସେତେବେଳେ ଯୋଉ ଯୋଉ ନିୟମ ଗୁଡିକ ମୋର ଚେତନାର ଅଗ୍ରଗତିରେ ବାଧକ ସାଜିବ, ସେଇ ନିୟମ ଗୁଡିକ ଯେତେ ଶୁଦ୍ଧ, ଯେତେ ପୂତ ପବିତ୍ର ହେଇଥାଉ କିମ୍ବା ଅଶୁଦ୍ଧ ହେଇଥାଉ, ତାକୁ ସବୁ ମୁଁ ପ୍ରତ୍ୟାଖ୍ୟାନ କରିବି, ଯଦି ତାହା ମୋର ଉର୍ଦ୍ଧ୍ୱ ଗତିରେ ବାଧକ ବା ଅନ୍ତରାୟ ସାଜିଥାଏ। ତେଣୁ ଏଇଠି ଦୁଇଟି ଯାକ କାରିକାରେ ଯେ ପ୍ରଭୁ କହିଲେ, ମୂଳ କଥା ହଉଛି ଅନ୍ତରର ନିର୍ଦ୍ଦେଶ ମାନିବା ଏବଂ ନିଜର ସୀମିତ ଜ୍ଞାନ ଦ୍ୱାରା ପରମେଶ୍ୱରଙ୍କୁ ସୀମିତ କରି ରଖିବା ନାହିଁ, ପରମେଶ୍ୱରଙ୍କୁ ଏଇ ମନ ଦ୍ଵାରା ବିଚାର କରିବା ନା। ନା ତାଙ୍କ ବିଷୟରେ ଜାଣିପାରିବା, ନା ତାଙ୍କର କାର୍ଯ୍ୟ ବିଷୟରେ ପୂର୍ଣ୍ଣ ଜ୍ଞାନ ହାସଲ କରିପାରିବା। ତେଣୁ ବୃଥା ପ୍ରୟାସ କରିବା ନାହିଁ ତାଙ୍କୁ ବିଚାର କରିବା ପାଇଁ। ଅନ୍ତରର ନିର୍ଦ୍ଦେଶ ଯାହା ଆସିବ ତାକୁ ନିଶ୍ଚୟ ମାନିବ। ମା ଏଇଠି ପ୍ରତୀକ୍ଷା ବାପାଙ୍କର ଗୋଟେ ପ୍ରଶ୍ନ ଥିଲା, କାଲି ତ ସେ ନଥିଲେ। ବେଳେ ବେଳେ ଗୋଟେ ଜେନେରେସନ ଗ୍ୟାପ ହୁଏ। ଆମଠାରୁ ଯୋଉମାନେ ବୟସ୍କ ବ୍ୟକ୍ତି ଏବଂ ଯଦି ତାଙ୍କ ଠାରୁ ଆହୁରି ବୟସ୍କ, ଆମର ଜେଜେ ବାପା ଜେଜେ ମା ଅଜା ଆଈ ଏବଂ ଆମ ଭିତରେ ଗୋଟେ ବିରାଟ ଗ୍ୟାପ ସୃଷ୍ଟି ହେଇଯାଏ। ଏବଂ ବର୍ତ୍ତମାନ ବି ଦେଖିବେ ଆମ ଠାରୁ ଯୋଉ ବୟସ୍କ ବ୍ୟକ୍ତି ଏବଂ ଏବେ ଯୋଉ ଅତି ଛୋଟ ଛୋଟ ପିଲା ଆସୁଛନ୍ତି, ସେମାନଙ୍କ ଭିତରେ ବହୁତ ଗୁଡାଏ ଗ୍ୟାପ୍ ହେଇଯାଏ। ତାକୁ କେହି କେହି ଜେନେରେସନ ଗ୍ୟାପ୍ କୁହନ୍ତି। ସେମାନେ ତାଙ୍କର ଧାରଣାରେ କେତେ ଗୁଡାଏ ନୀତି ନିୟମକୁ ସେମାନେ ବାନ୍ଧି ରଖିଥାନ୍ତି ଏବଂ ତାହା ହିଁ ଯଥାର୍ଥ ବୋଲି ସେମାନେ ଗ୍ରହଣ କରନ୍ତି। ଆମେ ଯଦି ତାଙ୍କ କଥା ଅନୁସାରେ ପରିଚାଳିତ ନ ହୁଅନ୍ତି, ତେବେ ଆମ ପ୍ରତି ସେମାନେ ଅସହିଷ୍ଣୁ ବା ଆମକୁ କୁହନ୍ତି ପାପୀ, ପାପ କରୁଛୁ ବୋଲି କୁହନ୍ତୁ ବା ଆମକୁ କୁହନ୍ତି କିଛି ଶିଖି ନାହିଁ, କିଛି ଶିଖୁନାହିଁ, ଉଦଣ୍ଡ ହେଇଗଲେଣି ଇତ୍ୟାଦି ଇତ୍ୟାଦି ସେମାନେ ଆମକୁ କୁତ୍ସା ରଟନା କରନ୍ତି।
ଏଭଳି ଘଟିବାର ଅନେକ କାରଣ ଭିତରୁ ପ୍ରଥମ ଗୋଟିଏ କାରଣ ନିହାତି ସେଟା ହଉଛି ଜେନେରେସନ ଗ୍ୟାପ। ଆମେ ଯାହାକୁ ଠିକ ବୋଲି ମନେ କରୁଛୁ ସେମାନେ ତାକୁ ଗ୍ରହଣ କରିପାରନ୍ତିନି। ଏପରିକି ଆମେ ଯୋଉମାନେ ଶିକ୍ଷକ ରହିଛୁ ବା ଅଭିଭାବକ ରହିଛନ୍ତି, ପିଲା ଯଦି ଗେମ୍ ଖେଳିଲା ମୋବାଇଲରେ ଆମେ କହୁଛୁ ଖରାପ, କିନ୍ତୁ ତା ପାଇଁ ସେଇଟା ହଉଛି ଚ୍ୟାଲେଞ୍ଜ ପୂର୍ଣ୍ଣ ଏବଂ ସେ ତାକୁ ଠିକ ବୋଲି ମନେ କରେ। ଏଇଭଳିଆ ବର୍ତ୍ତମାନ ଯେମିତି ଏଆଇ ବାହାରିଛି, ଏଆଇ କୁ ଅନେକ ଲୋକ ବିରୋଧ କରୁଛନ୍ତି। ତେଣୁ ସେଇଭଳି ଭାବରେ ଏଇଟା ଜେନେରେସନ ଗ୍ୟାପ ହିସାବରେ ଏମିତି ଆସେ। ଆଉ ଗୋଟେ କଥା ହେଲା, ବୟସ ଯେତେବେଳେ ବଢିଯାଏ ସେତେବେଳେ ନିଜକୁ ପରିବର୍ତ୍ତନ କରିବାର ଯୋଉ ସ୍ପୃହା ଆମେ ହରେଇ ବସୁ ବା ନିଜକୁ ପରିବର୍ତ୍ତନ କରିବା ପାଇଁ ଆଉ ଚେଷ୍ଟା ଆମେ କରୁନା। ଆମେ କହୁ ମୁଁ ଯାହା ଶିଖିଛି ତାହା ଠିକ, ମୁଁ ଯାହା ଗ୍ରହଣ କରିଛି ତାହା ଠିକ, ଏଇଟା ହିଁ ହଉଛି ସର୍ବୋତ୍ତମ। ନୂତନତ୍ୱକୁ ଗ୍ରହଣ କରିବା ପାଇଁ ଆମେ ପ୍ରସ୍ତୁତ ନଥାଉ। ପ୍ରତ୍ୟେକ ସ୍ତରରେ ଦେଖିବେ, ଯୋଉମାନେ ଆଶ୍ରମରେ ରହିଛନ୍ତି, ଯୋଉମାନେ ଇଣ୍ଟେଲେକ୍ଚୁଆଲ ଲୋକ, ଯୋଉମାନେ ସାଧାରଣ ଜୀବନ ଯାପନ କରୁଛନ୍ତି, ସମସ୍ତଙ୍କ କ୍ଷେତ୍ରରେ ବୟସ ଯେତେ ବଢି ବଢି ଯିବ ସେତେ ରିସେପ୍ଟିଭିଟି କମି କମିଯାଏ, ଗ୍ରହଣଶୀଳତା କମି କମିଯାଏ। ଏକ୍ସେପସନ ଇଜ ଦେୟାର। ଯୋଉମାନେ ପ୍ରୟାସୀରତ, ଯୋଉମାନେ ଭଗବାନଙ୍କୁ ସାଧନା କରନ୍ତି, ସେମାନେ ନିଜକୁ ସବୁବେଳେ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରଖନ୍ତି। ନହେଲେ ଦେଖିବେ ଅନୁଷ୍ଠାନ, ଭିନ୍ନ ଭିନ୍ନ ଅନୁଷ୍ଠାନ, ଘର ଏବଂ ଆଧ୍ୟାତ୍ମିକ ଅନୁଷ୍ଠାନ, ମଠ ବା କୌଣସି ଧର୍ମ ସମ୍ପ୍ରଦାୟର ଯୋଉ ଏକାଠି ହେଇଛନ୍ତି, ସମସ୍ତେ ଦେଖିବେ ବୟସ ବଢିଗଲା ପରେ ଗାଦି ଛାଡନ୍ତି ନାହିଁ ଏବଂ ସେ ଯାହା କୁହନ୍ତି ସେଇଟା ହିଁ ଚରମ ସତ୍ୟ ବୋଲି ତାକୁ ଧରିକି ରଖନ୍ତି। ସେତେବେଳେ ଆମକୁ ବହୁତ କୁତ୍ସା ରଚନା ଶୁଣିବାକୁ ପଡେ। ତେଣୁ ଆମକୁ ସେଠି ଟିକେ ବିଜ୍ଞ ହବାକୁ ପଡିବ। କେତେ ଗୁଟେ କଥା ଆପଣ ଦେଖନ୍ତୁ, ଅତି ଛୋଟ ପିଲାଟିଏ ଯେପରି ମନ ତାର ପୂର୍ଣ୍ଣ ଭାବରେ ପରିପ୍ରକାଶ ହେଇନଥାଏ, ତେଣୁ ସିଏ ଭଅଁର ଏବଂ ଜାମୁକୋଳି ଏ ଦୁଇଟା ଯାକ କଳା ଦିଟା ଭିତରେ ଫରକ ସୃଷ୍ଟି କରିପାରେନି। ଜାମୁକୋଳି ଗଡି ଗଡି ଯାଉଛି, ଭଅଁର ଟା ବି ଯୋଉ ଛୋଟ ଛୋଟ ଚାଲି ଚାଲି ଯାଉଛି, ତା ପାଇଁ ଦୁଇଟା ଯାକ ସମାନ। ସେତେବେଳେ ସେ ଭଅଁରକୁ ଜାମୁକୋଳି ଭାବେ ଧରେ। ତା ବୋଲି ଆମେ ଛୋଟ ପିଲାଟିକୁ ଯାଇକିରି ଧୁମ 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 ବାଡେଇ ଦବା ନାହିଁ, କାହିଁକି ତା ପାଇଁ ଦିଟା ଯାକ ସମାନ। ପିଲାଟିଏ, ଛୋଟ ପିଲାଟିଏ ଯେମିତି ଭୁଲ କରି ବସେ, ସେମିତି ବି ଘଟଣା ଯୋଉମାନେ ଆମ ଠାରୁ ବହୁତ ବୟସ୍କ, ଜେଜେ ଅଜା ଅମଳର ଲୋକ, ସେମାନେ ଆମ କଥାଟିକୁ ଗ୍ରହଣ କରିପାରନ୍ତି ନାହିଁ, ନିଜେ ନୂତନତ୍ୱ ଗ୍ରହଣ କରିପାରନ୍ତି ନାହିଁ। ତାଙ୍କ ଧାରଣାରେ ଯୋଉଟା ବାସ୍ତବ, ଯୋଉଟା ସତ୍ୟ, ଯୋଉଟା ହଉଛି ଠିକ ବୋଲି ମନେ କରନ୍ତି, ସେଇଟାକୁ ସିଏ କୁହନ୍ତି ଆମକୁ କରିବା ପାଇଁ। ତା ଫଳରେ କଣ ହୁଏ, ଆମ ଭିତରେ ଅ ଯେମିତି କୁହନ୍ତି ଦ୍ଵନ୍ଦ ସୃଷ୍ଟି ହୁଏ। ତେଣୁ ଆମକୁ ସେଇଟାକୁ ଅତି ଟିକେ ବିଜ୍ଞ ହେଇକିରି ତାକୁ ଆମକୁ ହ୍ୟାଣ୍ଡେଲ କରିବାକୁ ପଡିବ। ଛୋଟ ଛୁଆ କ୍ଷେତ୍ରରେ ଯେମିତି ଆମେ ନିରବ ରହୁ, ତାଙ୍କ ପ୍ରତି କ୍ରୋଧ ପ୍ରକାଶ କରିନଥାଉ, ସେମିତି ବୟସ୍କ ଲୋକମାନଙ୍କ ପ୍ରତି ମଧ୍ୟ ଆମକୁ କୌଣସି କ୍ରୋଧ ପ୍ରକାଶ ନକରି ଏକ ବିଜ୍ଞଚିତ ଭାବରେ ତାକୁ ହ୍ୟାଣ୍ଡେଲ କରିବାକୁ ପଡିବ। କଣ କେତେବେଳେ ଦରକାର ପଡେ, ଯଦି ଦରକାର ପଡେ କରିଦବ, କରିଦେଲା ପରେ ସେ ଦେଖିବେ ଯେ ନାଇଁ ଭୁଲ ହେଲା, ତାହେଲେ ସିଏ ବି ତଥାପି ଗାଳି ଦେବେ। କଣ ଟା କଲୁ ଯେ ଭୁଲ କରି ବସି ପକଉଛୁ। ସେ ଜାଣିନଥିବେ ସେ ଯୋଉ ନିର୍ଦ୍ଦେଶ ଦେଇଥିଲେ ସେଇଟା ହିଁ ଗଣ୍ଡଗୋଳ କରିଛି। ତେଣୁ ଆମକୁ ଟିକେ ଅଧିକ ସହନଶୀଳ, ଅଧିକ ପ୍ରସାରଣ, ଟିକେ ବ୍ୟାପକ ହେଇକରି ଆମକୁ ତାକୁ ଗ୍ରହଣ କରିବାକୁ ପଡିବ। ଏପରିକି ଏକ ସମୟ ଆସି ପହଞ୍ଚେ, ତାକୁ ଗୋଟେ ପ୍ରକାର ରୋଗ ବି ଆମେ ତାକୁ କହୁ ପାର୍କିନସନ ଡିଜିଜ ବୋଲି କହନ୍ତି। ଆଉ ସେଥିରେ କେତେ ଆମର ଏନଜାଇମ ଭିଟାମିନ କେତେ ଗୁଟେ ଲସ୍ ହୁଏ, ତେଣୁ ସେମାନେ ଭୁଲି ଯାଆନ୍ତି। ଏପରିକି ଘଟଣା ଦେଖା ଯାଇଛି, ସେମାନେ ସାଙ୍ଗେ ସାଙ୍ଗେ ଖାଇସାରିକିରି ତାପରେ କହିବେ ଯେ ମତେ ଖାଇବାକୁ ଦଉନ। ଦେଖିଛି ଯେ କିଛି କିଛି ବ୍ୟକ୍ତି ଯାହାକୁ ସବୁଠୁ ଅତି ଭଲ ପାଆନ୍ତି, ତାଙ୍କ ନିଜ ପୁଅ ବା ଝିଅ, ସେମାନଙ୍କୁ ମଧ୍ୟ ସେ ସମୟରେ ଭାରି ଗାଳି ଦିଅନ୍ତି। ମୋ କଥା କିଛି ବୁଝୁନୁ, ଆଉ ଅପମାନିତ କରି କହିବେ, ମାନେ ସାଙ୍ଗେ ସାଙ୍ଗେ ଖାଇସାରିଥିବେ କହିବେ ମତେ ଖାଇବାକୁ ଦଉନାହାନ୍ତି, ମତେ ଗାଧେଇ ଦଉନାହାନ୍ତି, ମତେ ମଇଳା ପୋଷାକ ଦଉଛନ୍ତି। ପିନ୍ଧିଥିବେ ପୁରା ଦେଖା ଅର୍ଖ ନୂଆ ସାଙ୍ଗେ ସାଙ୍ଗେ ଦିଆ ହେଇଥିବ ପିନ୍ଧିଥିବେ,
ସେକୁ ଦେଖିକି କହୁଥିବେ ମତେ ମଇଳା ପୋଷାକ ଦେଇଛନ୍ତି। ଆମକୁ ଟିକେ ଅତି ବିଜ୍ଞଚିତ ଭାବରେ ସେମାନଙ୍କୁ ହ୍ୟାଣ୍ଡେଲ କରିବାକୁ ପଡିବ। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।